ଲକ୍ଷ୍ମଣ ଜଙ୍ଗଲରୁ କିଛି ଫଳମୂଳ ସଂଗ୍ରହ କରି ନେଇ ଆସ। ଆପଣଙ୍କ ଆଜ୍ଞା ପ୍ରଭୁ। ଦେଖ ସୀତେ, ଏଇ ଚିତ୍ରକୂଟ କି ମନୋରମ ଦୃଶ୍ୟ। ବୃକ୍ଷଲତା ଫୁଲ ଫଳ ଭରା ସବୁଜ ବନାନୀ, ତା ସାଙ୍ଗକୁ ଏହି ଫଲ୍ଗୁ ନଦୀର କୁଲୁକୁଲୁ ଧ୍ୱନି ମନ ମୁଗ୍ଧକର। ହଁ ସ୍ୱାମୀ, ଆଜି କାହିଁକି ମନ ମୋର ସ୍ଲୋରେ କହ। କାଲି ରାତିରେ ଦେଖିଲି ଏକ ଅଦ୍ଭୁତ ସ୍ୱପ୍ନ। ସ୍ୱପ୍ନ? କି ସ୍ୱପ୍ନ ଜାନକୀ? ହଁ ପ୍ରଭୁ, ବିଷାଦ କାତର ଦୁଃଖ ଭରା ମୁହ ଛଳ ଛଳ ନୟନରେ ଆସନ୍ତି ଭରତ। ଭାଇ ଭାଇ ବୋଲି ଅନୁତାପେ ବିଷଣ୍ଣ ମନରେ ଆସୁଛନ୍ତି ଆମକୁ ନେଇଯିବା ପାଇଁ। ହଁ ଜାନକୀ, ଭରତ ମୋ ପ୍ରାଣର ପ୍ରାଣ, ମୋର ଆଦରର ଭାଇ। ସେ ମୋତେ ଛାଡ଼ି ନପାରିବ ରହି। କାଲି ତୁମ ସ୍ୱପ୍ନ ହୋଇପାରେ ସତ। ଭାଇ ଦୁଃସମ୍ବାଦ ଭାଇ, ଅଯୋଧ୍ୟାର ଚତୁରଙ୍ଗ ସେନା ଘେନି ଆସଇ ଭରତ ଆମ ସାଥେ କରିବାକୁ ଯିବ। ଆମକୁ ମାରି ଅଯୋଧ୍ୟା ସିଂହାସନେ ବସିବ ରାଜା। ନା ଭାଇ ନା, ଏ ଲକ୍ଷ୍ମଣ ଠାରୁ ନାହିଁ ତାର ପରିତ୍ରାଣ। ଚତୁରଙ୍ଗ ସେନା ସହିତ ଭରତକୁ ପଠାଇବି ସମର ସଦନ। ନା ନା ରେ ଲକ୍ଷ୍ମଣ, ଭରତକୁ ବୃଥା ନିନ୍ଦା କରୁଛୁ କି ପାଇଁ? ଭାଇ ଭାଇ ଏଇ ଦେଖ, ଆତସ୍ୱରେ ଭାଇ ଭାଇ ବୋଲି ଡାକଇ ଭରତ। ଭାଇ 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 ମୋତେ କ୍ଷମା କରିଦିଅ ଭାଇ, ମୋତେ କ୍ଷମା କରିଦିଅ। ଉଠ ଉଠ ଭରତ, ଭରତ ଭାଇ ମୋର ଭାଇ। ଉଠ ଉଠ ଭରତ। ଭାଇ ଏସବୁ କ'ଣ ହୋଇଗଲା ଭାଇ? ଏସବୁର ମୂଳ କାରଣ ମୁଁ, କେବଳ ମୁଁ। କୁଳ ଘାତିନୀ ମା କୈକେୟୀ ତାଙ୍କ କୁଟ ଚକ୍ରାନ୍ତରେ ଅଯୋଧ୍ୟାର ରାଜସିଂହାସନ ଶୂନ୍ୟ କରିଦେଇଛି ଭାଇ, ଶୂନ୍ୟ କରିଦେଇଛି। ନା ଭରତ ନା, ମାତାକୁ କୈକେୟୀ କହି ନିନ୍ଦା କରିବାକୁ ତୁ କିଏ? ଏ ଅଧିକାର ତୋତେ କିଏ ଦେଇଛି? ଜନନୀ ଜନ୍ମ ଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ଆରେ ପାଗଲା, ମା ତ ଆମର ଜନ୍ମଦାତ୍ରୀ, ତାକୁ ନିନ୍ଦା କରିବା ଆମ ଅଧିକାର ବାହାରେ। ଭାଇ ଭରତ, ଅଯୋଧ୍ୟାର ସମସ୍ତେ ଭଲରେ ଅଛନ୍ତି ତ? ପିତା ପିତା ଆମର ଭଲରେ ଅଛନ୍ତି ତ? ମାତାମାନେ, ଗୁରୁଦେବ, ଅଯୋଧ୍ୟାର ସମସ୍ତ ପ୍ରଜାମାନେ କୁଶଳତାରେ ଅଛନ୍ତି ତ? ନା ଭାଇ ନା, ଅଯୋଧ୍ୟାର ସୁଖ ଶାନ୍ତି ସବୁ ଚୁରମାର ହୋଇଯାଇଛି। ତୁମ ବିଚ୍ଛେଦରେ ଅଯୋଧ୍ୟାର ତରୁ ଲତା ପଶୁ ପକ୍ଷୀ ଠାରୁ ଆରମ୍ଭ କରି ସମସ୍ତ ଅଯୋଧ୍ୟାବାସୀ ଦୁଃଖ କାତରରେ କାନ୍ଦି କାନ୍ଦି ଦିନ ବିତାଉଛନ୍ତି।
ଅଯୋଧ୍ୟାର ରାଜା ସିଂହାସନ ଶୂନ୍ୟ ହୋଇଯାଇଛି ଭାଇ। ଅଯୋଧ୍ୟା ଆଉ କାହିଁ ନାହିଁ। ବାବା ଆମର ହାରାମ ନାହିଁ। କୁହ ଭାଇ କୁହ, ବାବା ଆମର ହାରାମ କହି ବାବା ଆମର ହାରାମ କହି ଚିରଦିନ ପାଇଁ ଆମକୁ ଅନାଥ କରି ଇହ ଧାମ ତ୍ୟାଗ କଲେ। ଭାଇ ଭରତ କଣ କହୁଛ ଭାଇ? ଭରା ପିତା ଦୁନିଆ মিছ মায়া ভরা এ সারা দুনিয়া কেহি নুহে আপনা নিমিষ চুনা সংসার সতে বাবলে ঘর সতে বাবলে ঘর মিছ মায়া ভরা এ সারা দুনিয়া কেহি মিছ মায়া ভরা সারা দুনিয়া কেহি আপনার কেহি নুহে আপনার নিমিষকে চুনার সংসার সোনার সংসার সতে বালি ঘর সতে বালি ঘর সতে বালি সতে ভাই লক্ষ্মণ বালি অনাথ হইগলু ভাই, আমি অনাথ হইগলু। ভাই ଧୈର୍ଯ୍ୟ ଧର ରାମ, ଧୈର୍ଯ୍ୟ ଧର ଲକ୍ଷ୍ମଣ, ଆମକୁ ଧୈର୍ଯ୍ୟ ଧରିବାକୁ ହେବ। ଆମ ସହିତ ମାତାମାନେ ଓ ଗୁରୁଦେବ ମଧ୍ୟ ଆସିଛନ୍ତି। ମାତାମାନେ ଆସିଛନ୍ତି, ଗୁରୁଦେବ ଆସିଛନ୍ତି। ଲକ୍ଷ୍ମଣ, ସୀତେ, ମାତାମାନେ ଓ ଗୁରୁଦେବ ମଧ୍ୟ ଆସିଛନ୍ତି। ହଁ ରାମ, ହଁ।
ଆପଣଙ୍କର ତ ଆଉ ଚାରୋଟି ପୁତ୍ର ଅଛନ୍ତି। ପ୍ରଣାମ ମାତା। आयुष्मान भव पुत्र उठ उठ लक्ष्मण उठ उठ राम राम पुत्र मोर पुत्र ମୁଁ ତୁମଠାରୁ ସମ୍ମାନ ପାଇବାର ଯୋଗ୍ୟ ନୁହେଁ ପୁତ୍ର। ମୁଁ ତୁମଠାରୁ ସମ୍ମାନ ପାଇବାର ଯୋଗ୍ୟ ନୁହେଁ। ମୋରି ପାଇଁ ଆଜି ତୁମକୁ ଏତେ କଷ୍ଟ ଭୋଗିବାକୁ ପଡୁଛି ପୁତ୍ର। ମୋରି ପାଇଁ ଆଜି ତୁମକୁ ଏତେ କଷ୍ଟ ଭୋଗିବାକୁ ପଡୁଛି। ନାଇଁ ମା, ନାଇଁ, ଏଥିରେ ତୁମର କିଛି ବି ଦୋଷ ନାହିଁ। ଏହା ତ ବିଧିର ବିଧାନ। ଏହାର କାରଣ କାଲ, ଧର୍ମ ଆଉ ବିଧାତା। ପ୍ରଣାମ ମାତା। आयुष्मान भव पुत्र उठ उठ पुत्र उठ राम राम पुत्र मोर पुत्र प्रणाम गुरुदेव। कल्याणमस्तु। उठ उठ जानकी। प्रणाम माता। आयुष्मान भव उठ जानकी जानकी मोर झिया झिया माता माता प्रणाम माता। जानकी जानकी मोर झिया माता जानकी मोर झिया झिया मोर जानकी प्रणाम माता। आयुष्मती भव पुत्री उठ उठ सीता उठ उठ जानकी जानकी झिया मोर कल्याणमस्तु। उठ उठ लक्ष्मण। राम माता आयुष्मान भव पुत्र उठ लक्ष्मण मोर पुत्र लक्ष्मण लक्ष्मण हेलो। प्रणाम माता। आयुष्मान भव पुत्र उठ लक्ष्मण मोर पुत्र लक्ष्मण पुत्र मोर पुत्र आयुष्मान भव पुत्र उठ उठ लक्ष्मण लक्ष्मण पुत्र मोर लक्ष्मण पुत्र ପ୍ରଣାମ ଭାତୃଦେବ। ଉଠ ଶତ୍ରୁଘ୍ନ। ପ୍ରଣାମ ଭୟ। उठ उठ शत्रुघ्न। ଭାଇ। ଧୈର୍ଯ୍ୟ ଧର ସମସ୍ତେ। ସମସ୍ତଙ୍କୁ ଧୈର୍ଯ୍ୟ ଧରିବାକୁ ହେବ। ଆଗକୁ କ'ଣ କରିବା ସେ ବିଷୟରେ ଆମକୁ ଆଲୋଚନା କରିବାକୁ ହେବ। ଆସ ଆସ ଆମେ ସମସ୍ତେ ଏଠାରେ ବସି ଆଲୋଚନା କରିବା। ହଁ ମୈତ୍ର ଭାଇ ଭରତ ସମସ୍ତେ ଧୈର୍ଯ୍ୟର ସହ
ଆମକୁ ବିଚାର କରିବାକୁ ହେବ। ମୋଟ ଅଛି। ଗୁରୁଦେବ, ଆଜିକାର ବିଷୟବସ୍ତୁ ଆପଣଙ୍କୁ ଆରମ୍ଭ କରିବାକୁ ଅନୁରୋଧ କରୁଛି। ଭରତ ରାମ ଭକ୍ତ ବତ୍ସଲ୍ୟ ଦୟାର ସାଗର ତୁମ ଅନ୍ତରର କଥା ତାଙ୍କୁ ପ୍ରକାଶ କର। ତୁମ ପ୍ରେମର ପରାକାଷ୍ଠାରେ ଶ୍ରୀରାମଙ୍କ ହୃଦୟ ବି ତରଳିଯିବ। ହେ ପରମ ପୂଜ୍ୟ ଗୁରୁଦେବ, ଭାତୃଦେବ, ଅଯୋଧ୍ୟାର ସମସ୍ତ ମନ୍ତ୍ରୀଗଣ, ମାତୃଗଣ, ସମସ୍ତ ପ୍ରଜାଗଣ, ମୁଁ ଆଜି ସମସ୍ତଙ୍କ ଆଗରେ ଛିଡ଼ା ହୋଇ ସମସ୍ତଙ୍କୁ ନିବେଦନ କରୁଛି। ଅଯୋଧ୍ୟା ରାଜସିଂହାସନର ପ୍ରକୃତ ଅଧିକାରୀ ଭାଇ ଶ୍ରୀରାମ ଅଟନ୍ତି। କୁଳ, ଧର୍ମ, ନୀତି ଅନୁସାରେ ରାଜ୍ୟର ଜ୍ୟେଷ୍ଠ ପୁତ୍ର ରାଜସିଂହାସନରେ ବସିବା ଉଚିତ, କିନ୍ତୁ ମୋର ମାତା କୈକେୟୀ ତାଙ୍କ ଚକ୍ରାନ୍ତରେ ପିତା ଦେଇଥିବା ବଚନକୁ ଅବିଚାର କରିଛନ୍ତି। ମୋତେ ରାଜ୍ୟର ରାଜା କରିଦେଇ ବଡ଼ ଭାଇଙ୍କୁ ବନବାସ ପଠାଇଛନ୍ତି, କିନ୍ତୁ ମୁଁ ଏପରି ଅଧର୍ମ ଅନ୍ୟାୟକୁ ଗ୍ରହଣ କରିପାରିବି ନାହିଁ। ହେ ଭାତୃଦେବ, ମୁଁ ଆପଣଙ୍କୁ ନିବେଦନ କରୁଛି, ଆପଣ ଅଯୋଧ୍ୟା ଫେରିଯାଇ ସେଠାର ରାଜସିଂହାସନ ଗ୍ରହଣ କରନ୍ତୁ। ମୋତେ ଓ ମାତା କୈକେୟୀ କରିଥିବା ଅପରାଧରୁ କ୍ଷମା କରନ୍ତୁ। ଭାଇ ଭରତ, ତୋତେ କିଏ କହିଲା ତୁ ଅବିଚାର କରୁଛୁ? ତୋ ପରି ଭାଇ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ କେହି ବି ନଥିବେ। ଆରେ ଭାଇ, ପିତା ତାଙ୍କ ବଚନକୁ ସତ୍ୟ ରକ୍ଷା କରି ମୋତେ ତ୍ୟାଗ କରିଦେଲେ, ତାଙ୍କ ଜୀବନକୁ ତ୍ୟାଗ କରିଦେଲେ। ଆମ ମହାନ ପିତାଙ୍କ ବଚନକୁ ରକ୍ଷା କରିବା ଆମର କର୍ତ୍ତବ୍ୟ। କୁହ ଭରତ, ଏପରି ପରିସ୍ଥିତିରେ ଆମେ ଚାରି ଭାଇ କ'ଣ କରିବା ଉଚିତ? ଠିକ୍ ଅଛି ଭାଇ, ଆପଣ ଆପଣଙ୍କ କର୍ତ୍ତବ୍ୟ କରନ୍ତୁ, ମୁଁ ମୋ କର୍ତ୍ତବ୍ୟ କରିବି। ମୁଁ ମଧ୍ୟ ଏଇ କୁଟୀର ଆଗରେ ଅନ୍ନ ଜଳ ତ୍ୟାଗ କରି ଏଠି ବସି ରହିବି ଯେ ପର୍ଯ୍ୟନ୍ତ ଏହାର ନିର୍ଣ୍ଣୟ ନ ହୋଇଛି। ମୁଁ ଏଠାରେ ମୋ ଜୀବନକୁ ମଧ୍ୟ ତ୍ୟାଗ କରିବି। ନାହିଁ ଭରତ, ନାହିଁ, ତୁ ମୋତେ ଏପରି ଧର୍ମ ସଙ୍କଟରେ ପକାନାରେ ଭାଇ। ତୋ ଦୁଃଖ ମୁଁ ସହିପାରୁନି। ଗୁରୁଦେବ, ରକ୍ଷା କରନ୍ତୁ, ଗୁରୁଦେବ, ରକ୍ଷା କରନ୍ତୁ। ଭରତ, ଏ ପରିସ୍ଥିତିରେ ମୁଁ କ'ଣ କରିବି ଜାଣିପାରୁନି। ଭରତର ତୁମ ପ୍ରତି ସ୍ନେହ, ପ୍ରେମ ଆଉ ଭଲ ପାଇବା ଆଗରେ ମୁଁ ନୀରବ ଦ୍ରଷ୍ଟା ହୋଇଯାଇଛି। ଭରତର ତୁମ ପ୍ରତି ପ୍ରେମ ଅଗାଢ଼, ସେ ପ୍ରେମର ଅବତାର, ତାଙ୍କ ପ୍ରେମର ତୁଳନା ନାହିଁ। କୁଳଗୁରୁ ବଶିଷ୍ଠଙ୍କ ଜୟ ହୋ। ମୁଁ ମିଥିଳାର ମହାରାଜା ଜନକଙ୍କ ଦୂତ ସମସ୍ତଙ୍କୁ ପ୍ରଣାମ କରୁଛି। ଆୟୁଷ୍ମାନ ଭବ। କୁହ, କି ସମାଚାର ନେଇ ଆସିଛ? ମିଥିଳାର ମହାରାଜା ଜନକ ମହାରାଣୀ ସୁନୟନା ସହିତ ଆସୁଛନ୍ତି। ଏହା ତ ଆନନ୍ଦର କଥା। ରାମ, ଭରତ, ତୁମେ ଚାରି ଭାଇ ଯାଇ ମହାରାଜକୁ ନେଇ ଆସ। ଆସିବା ପର୍ଯ୍ୟନ୍ତ ସଭା ସ୍ଥଗିତ ରହିବ। ପ୍ରଣାମ ପିତା। ଶ୍ରୀରାମ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ, ଉଠ। ପ୍ରଣାମ ମାତା।
ଆପଣ ଆପଣଙ୍କ ଆସନ ଗ୍ରହଣ କରନ୍ତୁ। ମହାରାଜ ରାଜର୍ଷି ଜନକ, ଆପଣ ଠିକ୍ ସମୟରେ ଉପସ୍ଥିତ ହୋଇ ମୋତେ ସଙ୍କଟରୁ ମୁକ୍ତି କରିଛନ୍ତି। ବର୍ତ୍ତମାନ ଅଯୋଧ୍ୟାର ରାଜପରିବାର ସଙ୍କଟରେ ପଡ଼ିଯାଇଛି। ଗୋଟିଏ ପଟେ ଶ୍ରୀରାମଙ୍କ ସତ୍ୟ ନିଷ୍ଠା ଆଉ କର୍ତ୍ତବ୍ୟ ପରାୟଣ, ଆଉ ଅନ୍ୟପଟେ ଭରତଙ୍କ ଅଗାଢ଼ ପ୍ରେମ। ଦୁହିଁଙ୍କ କର୍ତ୍ତବ୍ୟରେ ଅଟଳ। ଆପଣ ତାଙ୍କ ଚାରି ଭାଇଙ୍କ ପିତୃତୁଲ୍ୟ ଓ ଧର୍ମର ପିତା ଅଟନ୍ତି। ଆପଣ ବିଚାର କରନ୍ତୁ। ଶ୍ରୀରାମ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ, ମୁଁ ଦୂତଠାରୁ ସବୁ ଶୁଣି ସାରିଛି। ତୁମେ ଚାରି ଭାଇ ରଘୁକୁଳରେ କୀର୍ତ୍ତି ସ୍ଥାପନା କରିଛ। ପିତା, ଆମ ପିତାଙ୍କ ସ୍ଥାନରେ ବର୍ତ୍ତମାନ ଆପଣ ଅଛନ୍ତି। ଆପଣ ଧର୍ମର ଅବତାର ଅଟନ୍ତି। ଆପଣ ମୋର ଧର୍ମର ରକ୍ଷା କରି ଯାହା ଆଦେଶ ଦେବେ ମୁଁ ପାଳନ କରିବି। ହେ ଧର୍ମର ପିତା, ଆପଣ ଜଣେ ଆମ ପରିବାରର ହିତାକାଂକ୍ଷୀ ଅଟନ୍ତି। ଆପଣ ମୋ ଭାଇ ପ୍ରତି ଅନାବିଳ ପ୍ରେମ ବୁଝିପାରୁଥିବେ। ମୁଁ ବଡ଼ ଭାଇର ରାଜ୍ୟାଭିଷେକ ପାଇଁ ସବୁ ସାମଗ୍ରୀ ଆଣିଛି। ହେ ଈଶ୍ୱର, ଏ କି ପରୀକ୍ଷା! ଏକ ପକ୍ଷେ ଧର୍ମ ଓ ମର୍ଯ୍ୟାଦା ଓ ଅନ୍ୟ ପକ୍ଷେ ପ୍ରେମ ଓ ମମତା। ଧର୍ମ ଓ ମମତା ଦୁହେଁ ଦୁହିଁଙ୍କୁ ପରିପୂରକ। ହେ ରାମ, ଧର୍ମ ଆଚରଣ ପାଇଁ ଦେବତାମାନେ ମଧ୍ୟ ତୁମ ବନ୍ଦନା କରୁଛନ୍ତି। ତୁମେ ମହାନ, କିନ୍ତୁ ଏପରି କିଛି ମନ ନାହିଁ ତୁମକୁ ଅଟକାଇ ପାରିବ। ତେଣୁ ଭରତଙ୍କ ସମ୍ମାନ ଜଣାଇବା ଉଚିତ। ତେଣୁ ଜ୍ୟେଷ୍ଠ ଭ୍ରାତା, ଆପଣ କହନ୍ତୁ, ମୁଁ କ'ଣ କରିବି? ଆରେ ମୋର ଭାଇ, ତୁମେ ଯେଉଁ ରାଜ୍ୟ ମୋତେ ଦେବାକୁ ଆସିଛ ମୁଁ ଗ୍ରହଣ କରିବି, କିନ୍ତୁ ପିତାଙ୍କ ବଚନକୁ ରକ୍ଷା କରିବା ମଧ୍ୟ ଆମର କର୍ତ୍ତବ୍ୟ। ତେଣୁ 14 ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଶାସନ ତୁ କରିବୁ। ମୁଁ ରାଜ୍ୟ ଶାସନ କରିବି? ମୁଁ ତ ରାଜ୍ୟ ଶାସନର କିଛି ବି ଜାଣିନାହିଁ। ଗୁରୁଦେବ, ଆର୍ଯ୍ୟ ସୁମନ୍ତ୍ର, ଅଯୋଧ୍ୟାର ପ୍ରଜାମାନେ ତୁମକୁ ସହାୟତା କରିବେ। ଜ୍ୟେଷ୍ଠ ଭ୍ରାତା, ମୁଁ ଆପଣଙ୍କୁ କିଛି ମାଗିବି ଦେଇପାରିବ? ଆରେ ମୋର ଭାଇ, କୁହ କ'ଣ ମାଗିବୁ? ମୋ ଜୀବନ ମାଗିଲେ ବି ଏହି କ୍ଷଣେ ଦେଇଦେବି। ଆପଣଙ୍କର ପାଦର ପାଦୁକା ଦେଇଦିଅ। ପାଦର ପାଦୁକା? ହଁ, ପାଦୁକା ନେଇ ମୁଁ ରାଜ ସିଂହାସନରେ ରଖିବି। ପ୍ରତିଦିନ ସକାଳୁ ପୂଜା କରିବି ଓ ରାଜକାର୍ଯ୍ୟ ଆରମ୍ଭ କରିବି। ଲକ୍ଷ୍ମଣ, ପାଦର ପାଦୁକା ନେଇ ଆସ। ଆପଣଙ୍କ ଆଜ୍ଞା ପ୍ରଭୁ। ଆପଣଙ୍କ ପାଦରେ ପାଦୁକାରେ ରଖିଦିଅନ୍ତୁ। प्रभु
कर कृपा पावर दे भरत यही पादुका नहीं जाओ। सादर भरत धन्य भरत शेष धरे भातृभक्ति तुम्हें भातृ प्रेमर अवतार भरत तुम्हें भातृ प्रेमर अवतार। राम भक्त ले चला रे राम के निशाने राम भक्त ले चला रे राम के निशाने राम भक्त ले चला रे राम के निशाने शीश पर खड़ा हो शीश पर खड़ा हो अखियों में पानी राम भक्त ले चला रे राम के निशाने राम भक्त ले चला रे राम के निशाने शीश पर खड़ा हो शीश पर खड़ा हो अखियों में पानी राम भक्त ले चला रे राम के निशाने निशाने राम भक्त ले चला रे राम के 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 निशाने।